ହାତ ଟିକେ ଧରନ୍ତୁ, ଆଉ ଟିକେ ବଢ଼ିଆରେ ହଲାନ୍ତୁ, ଆଉ କୁହନ୍ତୁ ଆଜ୍ଞା, ଜୋରସେ କୁହ ଆଜ୍ଞା। ଶୁଣିଲ ତ? ପାଟି ଫାଟି ପାଟି ଆଉ ଫାଟି ସିଲେଇ ହେଇକି ବସ, ନହେଲେ ପିଠି ମଝିରେ ଦେବି। We are in the mighty's presence. Hallelujah. ମହାଶ୍ୱରଙ୍କ ସାନ୍ନିଧ୍ୟକୁ ଆମ୍ଭେମାନେ ଆସିଛୁ, ତ ମୁହଁ ଟିକେ ନ ଶୁଖାଅ। ବାକ୍ୟରେ ଲେଖାଯାଏ ସର୍ବଦା ସର୍ବଦା। Praise the Lord. ଯଦି ଆମେମାନେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଛୁ, ତେବେ ଈଶ୍ୱରଙ୍କ ସାନ୍ନିଧ୍ୟରେ ଥିବା ଲୋକ ବୋଲି କହିବାର ଅଛି। ଗୋଟେ ବଡ଼ ଆଶାରେ ରହିବା ଦରକାର, ପ୍ରଭୁ ଆଜି ମୋ ସହିତ କଥା ହେବେ, ମୁଁ ଯେପରି ଆସିଛି ମୁଁ ସେପରି ଯିବି ନାହିଁ। Hallelujah. Praise the Lord. ଏକ ଖ୍ରୀଷ୍ଟୀୟ ଭାଇ ଭଉଣୀର ମଣ୍ଡଳୀ ପ୍ରତି କ'ଣ କର୍ତ୍ତବ୍ୟ, ଭୂମିକା କ'ଣ? ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ମାନେ କ'ଣ ଅଟେ? ଏହା କ'ଣ ଚର୍ଚ୍ଚ ବିଲ୍ଡିଂରେ ସୀମିତ କି? ଯୋଉମାନେ ପ୍ରଥମେ ବୁଝିଯାଅ what is church? ଏହା ଖ୍ରୀଷ୍ଟଙ୍କ ଶରୀର ଅଟେ। ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ଖ୍ରୀଷ୍ଟଙ୍କ କନ୍ୟା ଭାର୍ଯ୍ୟ ଅଟେ। And what a privilege it is to serve. ଈଶ୍ୱରଙ୍କ ମଣ୍ଡଳୀ ନିମନ୍ତେ କିଛି କରିବାର ମନୋଭାବ ଯଦି ଆମ୍ଭମାନଙ୍କ ପାଖରେ ଅଛି, ଆମ୍ଭମାନଙ୍କ ଠାରୁ ସୌଭାଗ୍ୟଶାଳୀ ଲୋକେ କେହି ନାହାନ୍ତି। ଧନ୍ୟ ସେହି ବ୍ୟକ୍ତିର ଜୀବନ, ଧନ୍ୟ ସେହି ଭାଇର ଜୀବନ, ଧନ୍ୟ ସେହି ଭଉଣୀର ଜୀବନ ଯେ ବୁଝିପାରିଅଛି ଖ୍ରୀଷ୍ଟଙ୍କ କନ୍ୟା ବା ଭାର୍ଯ୍ୟ ବା ମଣ୍ଡଳୀର ସେବା କରିବାର ମହତ୍ଵ କେତେ ଅଧିକ ଅଟେ। Hallelujah. Praise the Lord. Hallelujah. ପ୍ରଭୁଙ୍କ ଲୋକମାନେ ପାଉଲ କହିଲେ କଲୋସ୍ୟ ମଣ୍ଡଳୀକୁ 1:28 ପଢ଼ିବାଟି 1:28 ତାହାକୁ ଆମେମାନେ ପ୍ରଚାର କରୁଅଛୁ, ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ଆମ୍ଭମାନଙ୍କର ଏକମାତ୍ର ଲକ୍ଷ୍ୟ, ଏକମାତ୍ର ଉଦ୍ଦେଶ୍ୟ ଆଉ ତାହା କ'ଣ ଅଟେ? ଖ୍ରୀଷ୍ଟଙ୍କ ଶରୀର ମଣ୍ଡଳୀକୁ ତାଙ୍କ ସାମ୍ନାରେ ସିଦ୍ଧ କରି ଉପସ୍ଥାପିତ ଯେପରି କରିପାରିବୁ। ପ୍ରଭୁଙ୍କ ଲୋକମାନେ ଯଦି ଆମେମାନେ ମନେ କରୁଛୁ ଆମେମାନେ ଖ୍ରୀଷ୍ଟଙ୍କର ଲୋକ, ତେବେ ଖ୍ରୀଷ୍ଟଙ୍କର ଶରୀର ଯାହାକି ମଣ୍ଡଳୀ ଅଟେ, ତହିଁ ପ୍ରତି ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟ, ପ୍ରଥମ ଭୂମିକା ବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଲେ ଭୁଲ ହେବ ନାହିଁ। ଆମେମାନେ ତାହାଙ୍କୁ ତାହାଙ୍କ ଦିନ ନିମନ୍ତେ ତାହାଙ୍କ ସମ୍ମୁଖରେ କିପରି ସିଦ୍ଧ କରି ଉପସ୍ଥାପିତ କରିପାରିବା। Hallelujah. Praise the Lord. ଯଦି ସରଳ ଭାଷାରେ ଆମେମାନେ କହିବା ସେବା କାର୍ଯ୍ୟ କରିବା, ମଣ୍ଡଳୀକୁ ଗଢ଼ିବା, ମଣ୍ଡଳୀକୁ ସଜାଡ଼ିବା, ମଣ୍ଡଳୀକୁ ପ୍ରସ୍ତୁତ କରିବା, ଏହା ଆମ୍ଭମାନଙ୍କର ନା ଜାନ ଜିସମରେ ପୁରା କୁଟି ହେଇକି ମରିବାର ଅଛି। ବଞ୍ଚିଛି ମାନେ କିଛି ହେଇଯିବାର ଅଛି ମୋର ଜୀବନ ଦ୍ୱାରା, ନହେଲେ ମୋର ଜୀବନ ଠିକ, ଏଇ ଚିନ୍ତା ଆମ ଜୀବନରେ ଆସିବା ଦରକାର। Praise the Lord. Hallelujah. Hallelujah. ଅନେକ ଯୁବା ଯୁବତୀ ମାନଙ୍କର ଅନେକଙ୍କର ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥାଏ, କେଉଁ କାର୍ଯ୍ୟଟିଏ କେଉଁ ପ୍ରଫେସନ
ପ୍ରଫେସନଟି ବହୁତ ଭଲ ଅଟେ, ସର୍ବୋତ୍ତମ ଅଟେ। The best job କେଉଁଟା ଅଟେ? टीचर भी ना, डॉक्टर भी ना, इंजीनियर भी ना, कलेक्टर भी ना, इत्यादि इत्यादि ना सेवा करी द्वंद्व रही जाए। शुणु आज दिन आपण मान बड़ धन्य दिन अटे, गोटे भी आम शुभ ना। आज दिन आपण मान कि दिन अटे? टिके जोर से हालेलुया। कौन सबुठारो उत्तम कार्य धरा पृष्ठरे? उत्तर आज्ञा उत्तर टिके आसीबो कि आसीबो नाही? सबुठु बहुत भल काम कौन ही पारिबो? प्रभुंकर सेवा कार्य। अच्छा, प्रभुंक सेवा कार्य भल काम जे गवर्नमेंट एम्प्लॉय भल नहीं कि आईएएस रैंक ऑफिसर बा कौन ठीक हम नहीं कि सीएम हवा बा A1 ऑफिसर बा कौन ठीक हम नहीं कि? सुनो तो ध्यान रे किपरि आमे कहि पारिबा जे ईश्वरको सेवा कार्य ही सबठारु सर्वोत्कृष्ट सर्वश्रेष्ठ सर्वोत्तम कार्य अटे बोली। नंबर 1 मैं आपण मान किछि पॉइंट्स रखिबी तापरे आगो को बढ़िबी। मु शेषरे होई तो पचारि पारे एणु बहुत ध्यान सहित शुणिबार होथिबे। ईश्वरको सेवा कार्य काहेकि सबुठु उत्तम अटे? प्रथम कथा, एहा कौनसी स्टेट राज्य सरकारर कार्य नुहे बा सेंट्रल गवर्नमेंट जॉब नुहे बा पृथ्वी विश्वस्तरीय काम मध्य नुहे। एहा पृथ्वीर सरकार ऊर्ध्वरे जो सरकार अछि सेही सरकारंकर कार्य अटे। हालेलुया। एहा केवल राज्य मध्यरे सीमित नुहे, केवल देश मध्यरे सीमित नुहे। एहा राज्य ठारू बढ़ी करी, देश ठारू बढ़ी करी जे परमेश्वर सर्व जगतर मालिक अटंती तांकर सेवा कार्य अटे, तांकर चाकरी अटे, सेही सरकारंकर कर्म अटे बोली कहले भूल हो। Praise the Lord. प्रभु यीशु कहले My kingdom is not of this world. पढ़िबा से पदटे 18 अध्याय 36 जल्दी पढ़िबे। यीशु उत्तर देले मोर राज्य एही जगत संबंधी नुहे। जदि मोर राज्य एही जगत संबंधी मोहन राज्य एही जगत संबंधी नुहे। प्रभु को लोक माने ईश्वरको राज्य एही जगतर राज्य नुहे, ता ईश्वरको राज्य अटे जहा कि सबुदिन पाइ रहिबो, सब बेला पाइ रहिबो, ताहा केबे विनाश हेबो नाही। गोटे मुहूर्त पाइ चिंता करंतु, गोटे मुहूर्त पाइ चिंता करंतु ईश्वरको सेवा कार्य करिबा काहेकि सर्वोत्कृष्ट विषय बोली कहिले सेही सरकार कौनसी वर्ष जाय सीमित नुहति। हालेलुया। प्रेज द लॉर्ड। हालेलुया। सब सरकारर उपरे जदि कौनसी सरकार अछि ताहा हम बापाक सरकार अटे। हालेलुया। प्रेज द लॉर्ड। हालेलुया। एक व्यक्ति जदि सिंपल विषय बुझि जेबो धन्य होई जीव तार जीवन। नंबर 2 काहेकि एहा सर्वोत्कृष्ट सर्वश्रेष्ठ बोली कहले। हालेलुया। छाइटा चाली तो बाबू। हालेलुया। सदा प्रभु
ताली मारिबा ଆଉ ଟିକେ ଜୋରସେ ଯଦି ଏକ ବ୍ୟକ୍ତି ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଅଛି ଜାଣନ୍ତି କାହାଣୀ ଗୁଡ଼ିକ ଆମେ ଆସୁଛୁ ହଲକୁ ଆସିଛୁ କି ନା ଯିଏ କିଛି ବି କେବେ ବି କିପରି ବି ଥିଲେ ମଧ୍ୟ ଓଲଟା କରିଦେଇ ପାରନ୍ତି ତାଙ୍କ ନିକଟକୁ ଆମେ ଆସୁଛୁ ଅଦ୍ଭୁତ ପରମେଶ୍ୱରଙ୍କ ପାଖକୁ ଆସିଛୁ ଗୋଟେ ବଡ଼ ଆଶା ସହିତ ବସନ୍ତୁ ଆଜି ମୁଁ ଯେପରି ଆସିଛି ମତେ ସେପରି ଯିବାର ନାହିଁ କୋଉ କରେଣ୍ଟର ଦମ୍ ନାହିଁ ଆମକୁ ଅଟକାଇ ପାରିବା ପାଇଁ ନାଇଁ କୋଉ ଖରା ହଉ କୋଉ କରେଣ୍ଟ ଯାଉ କିଏ ନ ଆସୁ କିଏ କଣ ହଉ nothing will stop us କୌଣସି କିଛି ଅଟକାଇ ପାରିବ ନାହିଁ ହାଲେଲୁୟା जो अग्नि स्तुति प्रशंसा करू करू जळिछि ताहाको शैतान बहुत चाहिबो दबी जाओ बोले ना वर्तमान सेठी आउरी डीजल पेट्रोल केरोसिन ढाळीबार समय अटे आमेन हालेलुया प्रथम विषय काहेकि आम्हे माने ईश्वरको सेवा को सर्वोत्कृष्ट कार्य बोली कहिबा ताहा हेउछि एही कार्य एही सरकार ताहा स्टेट लेवल रे सीमित नहंती किबा सेंट्रल लेवल रे सीमित नहंती से ए सबुठारु ऊर्ध्वरे अटंती नंबर 2 तांकरी सरकार केबे मध्य समाप्ति हेबो नाही पढिबा किंतु संहिता 90 अध्याय 2 पद के शीघ्र बाहर कहवा पई चेष्टा करथबे Psalm 90 verse 2 90 की उत्पत्तिर ओ तुम द्वारा पृथ्वी ओ जगतर सृष्टिर पूर्वठारु अनादि कालरो अनंत काल पर्यंत तुम्हे परमेश्वर अट अनादि कालरो अनंत काल जाए माछी सरकार रहिबे की कोदु हां आ हमर बुढ़ा जेजे बाबा थिले नवीन आज्ञा थी रहिबे की से हां बिजू बाबू मोदी बाबू ओ बाबू रहिबे न अनादि कालरो अनंत काल जाए सेई कार्य सेई सरकार ही रहिबे जाको नाम जिहोवा दे जे सदा प्रभुति से everlasting जाए राजत्व करिबे and we are highly privileged काहे के privileged तो आमे सेई महामहिम अद्भुत मंत्रींकर संतान आउ संतति होतो Praise the Lord. Hallelujah. सरपंच निर्वाचित हुअन्ति केते वर्ष पई 5000 बारियारो केते वर्ष पई मात्र 5 आउ किछि चाकरी अछि मात्र 10 आउ टिके पढि गेले 30 आउ टिके पढि गेले हम बयस 60 हेबा जाय तापरे शेष हम बापांकर कार्य हम बापांकर सरकार अनादि कालरो forward eternity ru later eternity जाय ताहार अस्तित्व बजाय रहइबो आउ केहि मध्य ताहाको छिन्न भिन्न हरण के अख्तियार करि पारिबे ना Praise the Lord. Hallelujah. जो माने मनरे संकोच करूछथि जानि नियंतु ईश्वरक सेवा कार्य करिवार महत्व तार गुरुत्व तार इंपोर्टेंस केते अधिक अटे Praise the Lord. Praise the Lord. 3 नंबर स्वर्गीय सरकार तांकर समस्त विषय टॉप लेवल रथे सब विषय अन्य शब्द रे कौनसी नकली विषय अपन से सरकार रे पाइबे ना बाकी सरकार रे देखो कथा भी नकली नाम भी नकली कार्य भी नकली साहाय्य मध्य नकली देखै हेबे मध्य नकली तांकर दान मध्य नकली से माने निजे परम मिथ्या बोली एक बार में एक सेंस रे कहि परबा किंतु आम सरकार आम स्वर्गीय सरकार गोठारे एतिकी टिके मध्य मिथ्या विषय आपण पाई परबा तांकर सब किछि सत्य होते
ଯେହେତୁ ସେ ନିଜେ ସତ୍ୟ। ପୃଥିବୀ ପୃଷ୍ଠରେ କୋଉ ସରକାର କହିପାରିବ ମୁଁ ସ୍ୱଚ୍ଛତା ଅଛି ବୋଲି କହିପାରିବ? କାହାର ଦମ ନାହିଁ, କେହି କହିପାରିବେ ନାହିଁ। କିନ୍ତୁ ଆମେ ଯେଉଁ ସରକାରଙ୍କର କର୍ମଚାରୀଠୁ ଆମେ ଦାବି ସହିତ କହିପାରିବୁ ଆମ ସରକାର ହିଁ ଅଟନ୍ତି ଯିଏକି ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ସରକାର ଯାହାଙ୍କଠାରେ ଗୋଟିଏ ମାତ୍ର ମିଥ୍ୟା ନାହିଁ। ତାଙ୍କ ପ୍ରେମ ସତ୍ୟ ପ୍ରେମ ଅଟେ। କି ପ୍ରେମ? ସତ୍ୟ। ଯୁବା ଯୁବତୀ ମାନଙ୍କର ପ୍ରେମ ବେଶୀ ସତ୍ୟ। ପୁଣି ଆପଣ ମାନେ ଟିକେ ଗ୍ୟାପ ରେ ଅଛନ୍ତି, ଏତିକି ଗ୍ୟାପ ମେଣ୍ଟେନ ନ କରାଯିବା ଦରକାର। ମୋ କଥା ଭଲ ଲାଗିବ ନାହିଁ, ନ ଲାଗୁ, ଯେ ବୁଝିବ ତାକୁ ସବୁଠୁ ହାଇ ଲାଗିବ, ନ ବୁଝିବା ଲୋକକୁ ହିଂସା ଲାଗିବ। କାହିଁକି ଡାକିଲୁ ବୋଲି ଭାବେ, ଭାବୁଥାଅ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଆମ ସ୍ୱର୍ଗୀୟ ସରକାରର ସବୁ ବିଷୟ ସତ୍ୟ ଅଟେ। କେହି କହିପାରିବ କି ଆମର ସବୁ ବିଷୟ ସତ୍ୟ ଅଟେ ବୋଲି? ସେ ଆମକୁ ଦାନ କରନ୍ତି, ତାଙ୍କ ଦାନରେ ସେ କିଛି ଆଶା ରଖନ୍ତି ନାହିଁ। ଆଉ ଦୁନିଆର ସରକାର ଦାନ କରି ଆମକୁ ଗିଳି ଦେବା ପାଇଁ, ଆମଠାରୁ ହରଣ କରିବା ପାଇଁ ଜଗି ବସିଥାଏ, ଛକି ବସିଥାଏ। ଆମ ସରକାର ନା କିଛି ଚାହାନ୍ତି ନାହିଁ, କିଛି ଚାହାନ୍ତି ନାହିଁ, ବରଂ ସବୁ ଦେଇ ଦିଅନ୍ତି। ତାଙ୍କର ସବୁ ବିଷୟ ଟପ୍ ଲେଭେଲର ଅଟେ, ଟପ୍ ଲେଭେଲର ଅଟେ। ପ୍ରଭୁ ଯଦି ସମୟ ଦେବେ ମୁଁ ନିତାନ୍ତ ତାଙ୍କ ସମ୍ବନ୍ଧୀୟ ସବୁ କଥା କହିବି ବୋଲି ଭାବୁଛି। ଆଜି ନହେଲେ ମୋତେ ଆସନ୍ତାକାଲି ନିଶ୍ଚୟ କହିବି। ପ୍ରଭୁଙ୍କ ଲୋକମାନେ କେତେ ନମ୍ବର ଦେଖିଲେ ଆମେ? 3 ନମ୍ବର। ମୁଁ ବର୍ଣ୍ଣନା କରୁନାହିଁ, ଆଗକୁ ଯାଉଛି। 4 ନମ୍ବର। କେତେ ଲୋକ ଭାବୁଥିବେ ସରକାର 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 ବୋଲି କାହିଁକି କହୁଛନ୍ତି? ପ୍ରଭୁ ଯୀଶୁଙ୍କର ସରକାରୀ କର୍ମଚାରୀ ନାହିଁ, କର୍ମକ୍ଷେତ୍ର ନାହିଁ। ବିଲକୁଲ ଆପଣ ଠିକ ବୁଝିଛନ୍ତି। ସରକାର ବୋଲି କହିବାର କାରଣ ଏହା କି ସମସ୍ତଙ୍କର ବୋଧଗମ୍ୟ ହେଉ, ସମସ୍ତେ ବୁଝନ୍ତୁ, ଏଥିପାଇଁ ମୁଁ କହୁଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏହି ଅଫିସ, ଏହି କମ୍ପାନୀ, ଏହି ସରକାର ମାନବ ଜଗତ ପାଇଁ ଯାହା କରିଅଛି, କରୁଅଛି, ଆଉ କରିବ, କେହି କରିପାରିଛନ୍ତି? ଆଜ୍ଞା ଟିକେ ଚିନ୍ତା କରନ୍ତୁ। କୋଉ ସରକାର ଆଜ୍ଞା ମାନବ ଜଗତ ପାଇଁ ପରିତ୍ରାଣର କାର୍ଯ୍ୟ କରିଛି? କରିପାରିବେ? କୋଉ ସରକାର ମାନବ ଜଗତକୁ ସୃଷ୍ଟି କରିଛି ଆପଣା ହାତରେ? କରିପାରିବେ? ତାଙ୍କର ଚିନ୍ତାରେ ମଧ୍ୟ ନାହିଁ, ତାଙ୍କର କଳ୍ପନାରେ ଜାତ ମଧ୍ୟ ହୋଇନାହିଁ କି ହୋଇପାରିବ ନାହିଁ। ସ୍ୱର୍ଗୀୟ ସରକାର ଆମ ପ୍ରଭୁ, ଆମ ମାଲିକ ମାନବ ଜଗତ ନିମନ୍ତେ, ମାନବ ପ୍ରାଣୀ ନିମନ୍ତେ, ମନୁଷ୍ୟମାନଙ୍କ ନିମନ୍ତେ ଯାହା କରିଛନ୍ତି ଆଉ ଷ୍ଟିଲ କରୁଛନ୍ତି ଏବଂ କରିବାକୁ ଯାଉଛନ୍ତି, ତାହା କେହି ମଧ୍ୟ କରିପାରିବେ ନାହିଁ। ଗୋଟେ ନିମିଷ ପାଇଁ ଚିନ୍ତା କରନ୍ତୁ। ଆପଣ ସେଇ ସରକାରଙ୍କର ଯଦି ଆପଣ କର୍ମଚାରୀ ହେଇଯାଇଥିବେ, एक अंबानी को को पटा ठीक है, मस्क को ठीक है, बिल गेट्स को मते टिके मुक्ति दे दियो, मते तमर ऑफिस रे मते टिके जॉइन कर दियो, मो लोक मान को मुक्ति करबी हेबो कि नाइ। प्रभु को लोक माने मनुष्य को जदि केही परित्राण रो संपूर्ण कार्य दे पारिबे, केवल आम स्वर्गीय सरकार दे पारिबे। हालेलुया, प्रेज द लॉर्ड, प्रेज द लॉर्ड। केतोटी हला? 1 नंबर कोन? एक कहीं के यहाँ उत्तम कार्य होते जोसे এই সরকার সব সরকার উপরে ঊর্ধ্বরে, এটা মনে রাখবে। ইয়াঙ্ক উপরে আর কিছু সরকার নাই। প্রেজ দ্য লর্ড। নাম্বার 2, কেবে
ଶେଷ ହୁଏ ନାହିଁ, ଅନାଦି କାଳରୁ ଅନନ୍ତ କାଳ। Thank you. Number 3, अब ठीक है, जोर से ସବୁଠୁ ଉପରେ, yes, ତାର ପିଲାଙ୍କୁ ସେ କଣ ଗବେ ଟିକେ ଭଲରେ ମାର। 4 ନମ୍ବର अब ଟିକେ जोर से हालेलुया। प्रभुଙ୍କର ଲୋକମାନେ ଯୀଶୁ ଯେଉଁ କାର୍ଯ୍ୟ ମାନବ ଜଗତ ପାଇଁ କରିଛନ୍ତି ତାହା କେ କରିପାରିବେ ନା। ଟିକେ ଚିନ୍ତା କରନ୍ତୁ, ତାଙ୍କର ଯଦି ମୁଁ କର୍ମଚାରୀ ହେଇଯିବି, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବୁଝା ପଡୁଛି? 5 ନମ୍ବର, କାହିଁକି ଏହା ସବୁଠୁ ଭଲ କାର୍ଯ୍ୟ ଅଟେ, ସବୁଠୁ ଉତ୍ତମ ସେବା କାର୍ଯ୍ୟ ଅଟେ, ଚାକିରି ଅଟେ ବୋଲି ବୁଝିପାରିବା। 5 ନମ୍ବର ହେଉଛି ଏହି ସରକାର ୟାଙ୍କଠାରେ କୌଣସି ବିଷୟର ଅସମ୍ଭବ ନାହିଁ। କୌଣସି ବିଷୟ, ଯେକୌଣସି ସମସ୍ୟା ଗୋଟେ ମନୁଷ୍ୟ ପାଖରେ ଅଛି, ଯଦି ଏ ସମସ୍ୟା ଖାଲି ଏହି ସରକାରର ଦ୍ୱାରସ୍ଥ ହବ, ସମାଧାନ ଥୁଆ, ନିଶ୍ଚୟ ସମାଧାନ ପାଇବ। ଯେକୌଣସି ସମସ୍ୟା ଏକ ମନୁଷ୍ୟ ତା ଜୀବନରେ ଅନୁଭବ କରୁଛି, ସମସ୍ୟା ଦେଇ ଗତି କରୁଛି, ଯଦି ସେ ଏହି ସରକାରଙ୍କ ଦ୍ୱାରସ୍ଥ ହବ, ତାଙ୍କ ନିକଟକୁ ଯିବ, ତାଙ୍କ ନିକଟରେ ଦୁଃଖ ଗୁହାରି ଜଣାଇବ, ତାଙ୍କୁ ସମାଧାନ ମାଗିବ, ସମାଧାନ ନିଶ୍ଚୟ ସେ ପାଇବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଟିକେ ସମସ୍ୟା ଗୁଡାକ ଦେଖିବା ଗୋଟି ଗୋଟି କରି। ମନେକର ଯୁବା ଅବସ୍ଥା ଚାଲିଛି, ପଞ୍ଜରା ହାଡ଼ଟେ ମିଳୁନାହିଁ, ଖୋଜି ଖୋଜି ଦାଢ଼ି ଫାଡ଼ି ପାଚି ଗଲାଣି, ସେ ଖୋଜୁଛି ଆଦମ ବୁଢ଼ାକୁ, ସେ ବୁଢ଼ା ମଧ୍ୟ ମନେକର ମିଳୁନାହିଁ। ଶୁଣନ୍ତୁ, ମାଝି ସରକାର ଯୋଗାଇ ଦେବେ କି? ନା ତାଙ୍କୁ ଯାଇ କହିହେବ? କେତେ କରୀବରୁ ଆମ ପ୍ରଭୁ ଆମକୁ ଜାଣନ୍ତି ଆଉ ଆମ ପାଇଁ ବ୍ୟବସ୍ଥା କରନ୍ତି। ମୁଁ ଭଲ ଭାବରେ ଜାଣେ, ବହୁତ ଭଲ ଭାବରେ ଜାଣେ। 25, 22, 23 ପାର ହେଲା ପରେ ଯେଉଁମାନେ ଟିକେ ଆତ୍ମିକ ମନା ଅଟନ୍ତି ଭାଇ ଭଉଣୀ ମାନେ, ସେମାନଙ୍କ ଚିନ୍ତାରେ ଗୋଟିଏ ଚିନ୍ତା ଆସିଯାଏ, ମୋର ବିବାହର ସମୟ ଆଗାମୀ କିଛି ବର୍ଷ ପରେ ହେବାକୁ ଯାଉଛି, ପ୍ରଭୁ କିପରି ମୋତେ ଗୋଟିଏ ଭଲ ଆତ୍ମିକ ପୁଅ ମିଳିବ, ଆତ୍ମିକ ଝିଅ ମିଳିବ, ଏହା ଅନେକଙ୍କ ମନରେ ଥାଏ। ଶୁଣନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଦିନେ ଆଦମଙ୍କୁ ପ୍ରଭୁ କହିଲେ, ବାବୁ ଆଦମ, ତୋ ପାଖକୁ ମୋର ସୃଷ୍ଟି ହୋଇଥିବା ପ୍ରାଣୀ ମାନେ ଆସିବେ, ତାଙ୍କର ତୁ ନାମକରଣ କରିବୁ। ଇଏ କହିଲା, ଆଜ୍ଞା ମହାଶୟ, ନିଶ୍ଚୟ କରିବି ପ୍ରଭୁ। କିଏ ଆସିଲେ? ବାଘ, ଆଉ ତାର ସାଇଡ ପଞ୍ଜରା ହାଡ଼ କିଏ? ବାଘୁଣୀ, ଆଉ ସିଂହ, ସିଂହୁଣୀ, ହାତୀ, ହାତୁଣୀ, ମୁଁ ଠିକ କହୁଛି ତ ଓଡ଼ିଆ? ଘୋଡ଼ା, ଗଡ଼ୁଣୀ, ଆଉ କହୁଛନ୍ତି କହ, ସାପ, ସାପୁଣୀ, ସମସ୍ତେ ଆସିଲେ। କେମିତି? ରାଜା ରାଣୀ ଘରେ ସମସ୍ତେ ଆସିଲେ, ସମସ୍ତଙ୍କୁ ନାଁ ଦେଲା। ଆଦମର ବୁଦ୍ଧିର ସୀମା ଟିକେ ଚିନ୍ତା କରିବା ଦରକାର। କି ବୁଦ୍ଧିମାନ ଲୋକ ଆଜ୍ଞା! ଶହ ଶହ ହଜାର ହଜାର ପଶୁପକ୍ଷୀ ମାନଙ୍କ ନାମକରଣ କରିଛି। ତାପରେ ଭାବୁଛି, କଣ ଭାବିଛି? বাঘ মোর করে দুশো নাই, হাতি মোর করে দুশো নাই, সিংহ মোর করে দুশো নাই, মাকড় মোর করে দুশো নাই, বিলুয়া মোর করে দুশো নাই। কি দুঃখ হচ্ছে। প্রভু কইলে, না রে বাপা, তো যাহা করেছু বহুত ভাল কাম করেছু, কাকু ধরিকি পড়ে আসিনু। যদি ধরিকি পড়ে আসি থান্তু, বুঝা পড়ুছি?
ଧୈର୍ଯ୍ୟ ଧରନ୍ତୁ, ଟିକେ ପ୍ରଭୁଙ୍କୁ ଏଲାଉ କରନ୍ତୁ। ପ୍ରଭୁ ତହିଁର ସୁବ୍ୟବସ୍ଥା କରିବା ଭଲ ଭାବରେ ଜାଣିଛନ୍ତି। କଣ କରିବା ଦରକାର, କେତେବେଳେ କରିବା ଦରକାର, କାହାଠାରୁ ଆଣିବା ଦରକାର, ସେ କେଉଁଠାରେ ଅଛି ପରମେଶ୍ୱର ଭଲରେ ଜାଣନ୍ତି। ଯଦି ଆମ୍ଭେମାନେ ବ୍ୟସ୍ତ ହବା, ପରଦିନ ମୁଁ କହୁଥିଲି ୟୁଥ୍ ଟାଇମରେ ୱିଜଡମର ଆବଶ୍ୟକ ବହୁତ। ଏଠି କମାନେ ଅଛନ୍ତି ଯେଉଁମାନେ ବିବାହ ହୋଇଛନ୍ତି, ମ୍ୟାରେଜ କରିସାରିଛନ୍ତି, ହାତଟିକୁ ଉଠାଇବେ କି? ଯେଉଁମାନେ ମ୍ୟାରେଜ, ବଡ଼ମାନେ ନୁହନ୍ତି, ୟଙ୍ଗ ମାନେ, ଯେଉଁମାନେ ୟୁଥରେ ଅଛନ୍ତି ଆଉ ବିବାହ କରିଛନ୍ତି, ଟିକେ ଭଲରେ ହାତ ଉଠାନ୍ତୁ। ଆଚ୍ଛା, ଧନ୍ୟବାଦ। ମାନେ ଅନେକ ବିବାହିତ ହୋଇନାହାନ୍ତି, ଆପଣମାନଙ୍କ ପାଇଁ ଖୁସି ଖବର ଶୁଣନ୍ତୁ। ଯୌବନ ଅବସ୍ଥାରେ ବହୁତ ଦରକାର, ସବୁ ବିଷୟ ପାଇଁ ଦରକାର wisdom, ସବୁ ବିଷୟ ପାଇଁ। ମୁଁ ସବୁ କହିପାରିବି ନାହିଁ। ଯୌବନ ଅବସ୍ଥା ହେଉଛି ବିବାହ କରିବାର ଅବସ୍ଥା ଅଟେ। ଆପଣ 25, 26, 27, 28, 30, 32 କେବେ ମଧ୍ୟ ବିବାହ ଆପଣ କରିବେ, କିନ୍ତୁ ଏ ବିବାହ କରିବା ପୂର୍ବରୁ ଯଦି ଆପଣ ମାନେ ୱାଇଜଲି ଆଗକୁ ବଢିବେ ନାହିଁ, ଜୀବନ ସାରା ଅନୁତାପରେ ପଳେଇବ ସମୟ। ମୁଁ ହାତ ଯୋଡୁଛି ପ୍ରିୟ ଭାଇ ଭଉଣୀ ମାନେ, wisdom ପାଇଁ ଟିକେ ପାଗଳ ହୁଅନ୍ତୁ। କେଉଁ wisdom ପାଇଁ? ଆତ୍ମିକ ଜୀବନରେ କିପରି କୌଣସି ବ୍ୟାଘାତ ନ ପହଞ୍ଚିବ, ଏଥିପାଇଁ, ଏହି ଜ୍ଞାନ ପାଇଁ। ଆପଣ ଜଣକୁ ଦେଖିଲେ, ପସନ୍ଦ କଲେ, ଆଉ ଏକ ସମୟ ପରେ ମ୍ୟାରେଜ କରିନେଲେ, ପରେ ଜାଣିବାକୁ ପାଇଲେ ସେଇ ବ୍ୟକ୍ତି ଜଣକ ଠିକ ନୁହନ୍ତି, ସେଇ ଭାଇ ଜଣକ ଠିକ ନୁହନ୍ତି, ସେଇ ଭଉଣୀ ଜଣକ ଠିକ ନୁହନ୍ତି। ମତେ କୁହନ୍ତୁ, ତାପରେ ଆପଣଙ୍କ ପରମିଶନ ଅଛି କି ତାକୁ ଘୃଣା କରିବା ପାଇଁ? ଅଛି କି? ତାକୁ ତାଡ଼ନା କରିବା ପାଇଁ, ତାକୁ ପିଟା ପିଟି କରିବା ପାଇଁ, ତା ସହିତ ଝଗଡ଼ା ହେବା ପାଇଁ, ତାକୁ ଚାପଡ଼ା ମାରିବା ପାଇଁ, ଝାଡୁରେ ପିଟିବା ପାଇଁ, ଘରରୁ ଦୌଡ଼ିବା ପାଇଁ, କଥାବାର୍ତ୍ତା ନ ହେବା ପାଇଁ? Can you people do it? ଏ କରିପାରିବେ କି? ବୁଝନ୍ତୁ, wisdom କେତେ ଆବଶ୍ୟକ ବୁଝନ୍ତୁ। ଯାହା ଆଦମ କଲେ, ନାଇଁ ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, ଏଇଟା ନାହିଁ, let God fix it। ପ୍ରଭୁଙ୍କୁ କରିବାକୁ ଦିଅ। ପ୍ରଭୁ ଯଦି କରିବେ, ଏଥର ହେଲା ବୋଲି ଆପଣ କହିପାରିବେ। ଯଦି ପ୍ରଭୁ କରିବେ ନାହିଁ, ଏଥର ସବୁ ଗଲା ବୋଲି ପାଟିରୁ ବାହାରୁଥିବ ପରିବାର। Don't take it lightly। ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ପ୍ରଭୁଙ୍କ ଲୋକମାନେ, ମୁଁ କହିଲି ମନୁଷ୍ୟ ଜୀବନର ପ୍ରତିଟି ସମସ୍ୟାର ସମାଧାନ ସ୍ୱର୍ଗୀୟ ସରକାରଙ୍କ ପାଖରେ ଅଛି। ମୁଁ ହାତ ଯୋଡୁଛି, ଆପଣମାନେ ବୁଝୁଛନ୍ତି କି ନାହିଁ? ଟିକେ ଡିଷ୍ଟାନ୍ସ ଥିବାରୁ ମୁଁ ଫେସ୍ ବୁଝିପାରୁନି ଆପଣମାନଙ୍କର, କିନ୍ତୁ ନିଶ୍ଚୟ ମୋରକୁ ଆପଣମାନେ ଶୁଣୁଛନ୍ତି। ମୋର ଅନୁରୋଧକୁ ରକ୍ଷା କରନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଅନେକଙ୍କର ଗୋଟେ ଭ୍ରମ ରହିଛି। କଣ ଭ୍ରମ? ଫାର୍ଷ୍ଟ ଲୁକ୍। ପୁଣି କି ଲୁକ୍? ଆগে কি লুক? তোর ফার্স্ট না ও কিস্টা না, প্রথম দেখারে প্রেম। এই প্রথম দেখার প্রেম তাহা প্রেম নুহে, তা প্রেম নুহে। প্রেম কোন বুঝন্তু? ঝিও মানুষ টিকে প্রশ্ন। মনে করন্তু আপনাকে জনে বহুত প্রেম করুছি বলে কହୁছি, ବହୁତ ଭଲ ପାଉଛି ବୋଲି କହୁଛି, ଆଉ ବିବାହ ପୂର୍ବରୁ ଯାହା କରିବା କଥା ଜମା ନୁହେଁ ତାହା କରିବା ପାଇଁ ସେ ଚାହୁଁଛି। ତାହା କଣ ପ୍ରକୃତ ପ୍ରେମିକର ଲକ୍ଷଣ? ଏଟା ପ୍ରେମ କି? କୋଉ ବାଇବଲରେ ଲେଖା ହେଇଛି ବିବାହ ପୂର୍ବରୁ ତମେ କିସ୍ କରିବ ବୋଲି? କୋଉଠି ଲେଖା ହେଇଛି? ହେଲେ କେମିତି ପ୍ରେମ ହେଲା? तुमको से अशुचि कला ना नहीं, तुम्हें अपवित्र हेला ना नहीं। एथि में विजडम दरकार।
ମୁଁ କହିବି ଯୋଉ ପର୍ଯ୍ୟନ୍ତ ମ୍ୟାରେଜ ହେଇନାହିଁ ତାଙ୍କୁ ଦେଖିବା କଥା ଛାଡ଼ନ୍ତୁ, ତାଙ୍କୁ ଦେଖିପାରିବେ, କଥା ହେଇପାରିବେ ଯଦି ଏନଗେଜମେଣ୍ଟ ହେଇଛି। ଯଦି ନାହିଁ ପୁଅ ଝିଅକୁ ନ ଦେଖୁ, ଝିଅ ପୁଅକୁ ନ ଦେଖୁ, ଦେଖିବ ତ ଫସିବ। ସିମ୍ପଲ କଥା, ସିମ୍ପଲ କଥା। ମନକର ଆଦମ ଦେଖି ଦେଇଥାନ୍ତା ପାରାକୁ, ବଢିଆ ହେଇଛି, ହେଇଥାନ୍ତା କି ତାର ସ୍ତ୍ରୀ ଏ ପାରା ବୁଝା ପଡୁଛି। ଦେଖିବ ଫସିବ, ଏଥିପାଇଁ ସିକ୍ ୱିଜଡମ୍, ବୁଦ୍ଧି ଜ୍ଞାନକୁ ଖୋଜନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ଲାଗୁଛି ମୋର ବୟସ ହେଲାଣି, ମୁଁ ଅତ୍ୟନ୍ତ ଦୁଃଖିତ ସେମାନଙ୍କ ପାଇଁ ଯୋଉମାନଙ୍କର ବୟସ ହେଇଛି, କିନ୍ତୁ ମୁଁ ଆପଣମାନଙ୍କୁ ଏନକରେଜ କରି କହିବା ପାଇଁ ଚାହୁଁଛି, ପ୍ଲିଜ 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 ଟିକେ ଧୈର୍ଯ୍ୟ ଧର, ଟିକେ ଧୈର୍ଯ୍ୟ ଧର। ପ୍ରଭୁ ବୋଲି ଜଣେ ଅଛନ୍ତି, ଯଦି ସେ ଆଦମଙ୍କ ପାଇଁ ମାର୍ଗ ଖୋଲିଲେ ଆମ ପାଇଁ ମଧ୍ୟ ନିଶ୍ଚୟ ମାର୍ଗ ଖୋଲିବେ। ହନ୍ତସନ୍ତ ହୁଅନ୍ତୁ ନାହିଁ, ବିଚଳିତ ହୁଅନ୍ତୁ ନାହିଁ, ଆମ ସରକାରଙ୍କ ପାଖରେ ସମାଧାନ ଅଛି। ମୁଁ এই বিষয়ে যদি ହେବ ତ ପରେ କହିବି। ନମ୍ବର 1, ସେ ବିବାହର ସୁକନ୍ୟା ସୁପୁତ୍ର ଆମକୁ ଯୋଗାଇ ଦେଇପାରିବେ। ନମ୍ବର 2, ଯଦି କେହି ଭାବୁଛନ୍ତି ମୋ ଭାଇର, ମୋ ଭଉଣୀର, ମୋର ଦେହ କେତେବେଳେ ମଧ୍ୟ ଠିକ ରହୁନାହିଁ, ପ୍ରଭୁ ଯୀଶୁଙ୍କ ନିକଟକୁ ଗୋଟେ ଅସୁସ୍ଥ ବ୍ୟକ୍ତି ଯାଇଛନ୍ତି ଆଉ ସୁସ୍ଥ ନ ହୋଇ କେବେ ଆସିଛନ୍ତି କି? ଆମ ସରକାର ପାଖରେ ସବୁ ସମସ୍ୟାର ସମାଧାନ ଅଛି। ଯଦି ଆପଣମାନେ ମନେ କରୁଛନ୍ତି ଆଜ୍ଞା ମୁଁ ପାଠ ପଢୁଛି, ମୋ ପାଠ ପଢିବାରେ ବହୁତ ଅସୁବିଧା ହଉଛି, ମତେ ବୁଦ୍ଧି ଜ୍ଞାନର ଦରକାର, ମତେ କୁହନ୍ତୁ ବୁଦ୍ଧି ଏବଂ ଜ୍ଞାନ କାହାଠାରୁ ଆସେ? ଏଥିପାଇଁ ଟିକେ ସୁସ୍ଥିର ରୁହନ୍ତୁ, ବେଶୀ ବ୍ୟାକୁଳିତ ହୁଅନ୍ତୁ ନାହିଁ। ଯେ ଦୋଷ ନ ଧରି ଦିଅନ୍ତି, କେତେ ପ୍ରେମିକ ପ୍ରଭୁ ଆଜ୍ଞା, ସେ ଦୋଷ ଦେଖନ୍ତି ନାହିଁ। ଯେତେବେଳେ ଆମେ ବୁଦ୍ଧି ଆଉ ଜ୍ଞାନ ନିମନ୍ତେ ପ୍ରାର୍ଥନା କରିଥାଉ, ସେ ଆମମାନଙ୍କୁ ଦିଅନ୍ତି। ପ୍ରଭୁଙ୍କ ଲୋକମାନେ ସ୍ୱର୍ଗ ବିଷୟ ପାଇଁ ବୁଦ୍ଧି ଜ୍ଞାନ ଦରକାର, ତାହା ଆପଣମାନେ ଆଗକୁ ପାଇଯିବେ ୟୁଟ୍ୟୁବ ଚ୍ୟାନେଲରେ। ପୁଣି ଯଦି କିଏ ମନେ କରୁଛି ମୋର ଚାକିରି ନାହିଁ, ମୋର ବ୍ୟବସାୟ ନାହିଁ, ଗୋଟିଏ ବ୍ୟକ୍ତିକୁ ପରମେଶ୍ୱର କହିଲେ ତୁମେ ତୁମ ପିତାଙ୍କ ପରି ଏହି ଦେଶ ଛାଡ଼ିକି ଯିବ ନାହିଁ। ସେ ବ୍ୟକ୍ତି ଜଣକ ପିତାଙ୍କ କଥା ଶୁଣିଲେ ଆଉ ଗଲେ ନାହିଁ। ଜାଣନ୍ତି ସେହି ଦେଶରେ ଦୁର୍ଭିକ୍ଷ ହେଲା। କିଏ ସେ ବ୍ୟକ୍ତି ଆଜ୍ଞା? କିଏ? ଏମିତି ପ୍ରଶ୍ନ ମାନେ ପଚାରୁନ ଆଜ୍ଞା ବୋଲି ଭାବୁଛ ନା? ପଚାରିବି ନାହିଁ, ଥାଉ। ତାଙ୍କ ନାମ ଇସାକ। ପରମେଶ୍ୱର କହିଲେ ତୁମ ପିତା ଯେପରି ପଳେଇଲେ ମୋର କଥାକୁ ଅମାନ୍ୟ କରି ତୁମେ এই ଦେଶ ଛାଡ଼ି ଯିବ ନାହିଁ। ଇସାକ କହିଲେ ୟେସ୍ ସର୍, ଠିକ ଅଛି, ଯିବେ ନାହିଁ। ଦୁର୍ଭିକ୍ଷ ହେଲା, ବର୍ଷା ନାହିଁ, ପାଣି ନାହିଁ, ଜମି ପୁରା ଟାଙ୍ଗରା ହେଇଯାଇଛି, ଶୁଖି ଯାଇଛି। ଜାଣନ୍ତି ଇସାକ ଟାଙ୍ଗରା ଭୂମିରେ ହଳ କରିବା ପାଇଁ ବାହାରିଲେ। ଶୁଣନ୍ତୁ, ଯେଉଁମାନେ ଚାକିରି ପାଇଁ, ବ୍ୟବସାୟ ପାଇଁ, ବୃତ୍ତି ପାଇଁ, ଜୀବିକା ପାଇଁ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ଶୁଣନ୍ତୁ, ଟାଙ୍ଗରା ଭୂମିରେ, ଶୁଖିଲା ଭୂମିରେ, ପାଣିର କିଛି ଟିକେ ବି ଅଂଶ ନାହିଁ, ଏପରି ଭୂମିକୁ ସେ ଗଲେ, ହଳ କରିଲେ, ବିହନ ବୁଣିଲେ, ଆଉ କେତେ ଗୁଣ ପାଇଲେ ଆଜ୍ଞା? 100 ଗୁଣ। କିଏ ଦେଲେ? କୁହନ୍ତୁ, ଆମ ସରକାର ଦେଲେ। ଇସାକଙ୍କର ପରମେଶ୍ୱର କଣ ଆଜି ନାହାନ୍ତି? ପଚାରନ୍ତୁ ନିଜକୁ, ଯେଉଁମାନେ କାମ କାର୍ଯ୍ୟ ପାଇଁ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ଇସାକଙ୍କୁ ଯୋଉ ପରମେଶ୍ୱର 100 ଗୁଣ ପ୍ରତିଫଳ ଦେଲେ, ସେଇ ପରମେଶ୍ୱର କଣ ଆଜି ନାହାନ୍ତି? ସେ କଣ ମୋ ପାଇଁ ମାର୍ଗ ଖୋଲି ପାରିବେ ନାହିଁ? ବୁଝା ପଡୁଛି? ହାଲେଲୁୟା। ପ୍ରଭୁଙ୍କ ଲୋକମାନେ, ଦାନିଏଲ ଛୋଟ ଗୋଟେ ବାଳକ ଥିଲା। ଦେଶରେ 3 ଜଣଙ୍କ ମଧ୍ୟରୁ ସେ ଚୟନ କରାଗଲେ ଚଲାଇବା ପାଇଁ। କଣ ଦାନିଏଲଙ୍କର ପରମେଶ୍ୱର ଆମ ପାଇଁ ବ୍ୟବସ୍ଥା କରିପାରିବେ ନାହିଁ? ନିଶ୍ଚୟ କରିବେ। ଯୋସେଫଙ୍କ କଥା ଚିନ୍ତା କରନ୍ତୁ।
ଯୋସେଫଙ୍କୁ ପରମେଶ୍ୱର ଦର୍ଶନ ଦେଇଥିଲେ ସେ ଉଚ୍ଚକୁ ଦିନେ ଯିବେ, କିନ୍ତୁ ପରିସ୍ଥିତି କିପରି ଅଛି ତାଙ୍କର? ପୁରା ଉଲ୍ଟା, ପୁରା ବିପରୀତ। କିନ୍ତୁ ଯୋସେଫ ଧୈର୍ଯ୍ୟହରା ହେଲେ ନାହିଁ, ସେ ଲାଗିକି ରହିଲେ ଈଶ୍ୱରଙ୍କ ସହିତ। ଦିନ ଆସିଲା, ପରମେଶ୍ୱର ତାଙ୍କ କଥାକୁ ସଫଳ କଲେ। ଆମମାନଙ୍କ ପରମେଶ୍ୱର ମାଟି ନୁହନ୍ତି, କେବଳ ସେ ମନୁଷ୍ୟ ନୁହନ୍ତି ଯିଏକି କଥା ଦେଇ ଦିଅନ୍ତି ଆଉ କଥା ରଖନ୍ତି ନାହିଁ ନା। ସେ କହିଲେ ଆମେ ତୁମକୁ କେବେ ଛାଡ଼ିବା ନାହିଁ, ବୋଲେ ସେ କେବେ ଛାଡ଼ିବେ ନାହିଁ। ସେ କହିଲେ ଆମେ ତୁମ ସଙ୍ଗରେ ସଙ୍ଗରେ ରହିବା, ବୋଲେ ସେ ନିଶ୍ଚୟ ରହିବେ। ହାଲେଲୁୟା। ଯଦି ଆପଣଙ୍କୁ ଲାଗୁଛି ମୋର କ'ଣ ହେବ ଭବିଷ୍ୟତ, ମୋ ଭବିଷ୍ୟତରେ କିଛି ଆଶା ଦେଖାଯାଉ ନାହିଁ, ମୁଁ କହିବା ପାଇଁ ଚାହେଁ ମନର ହୃଦୟର ସବୁ କଥା ଆମ ସ୍ୱର୍ଗୀୟ ସରକାରଙ୍କ ଚରଣରେ ଟିକେ ଥୋଇ ଦିଅନ୍ତୁ, ଦେଖିବେ ତାଙ୍କ ସମୟରେ ସବୁ ଦ୍ୱାର ସେ ଖୋଲିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯଦି ଆପଣମାନଙ୍କୁ ଲାଗୁଛି କ'ଣ କରିବି କିଛି ବୁଝିପାରୁନାହିଁ, ସଂକଟ ସମୟରେ ମତେ ଟିକେ ଡାକେ, କିଏ କହିବ ଆଜ୍ଞା ନା? କିଏ କହିପାରିବେ? ଆମ ପ୍ରଭୁଙ୍କ ଛଡ଼ା କେହି କହିପାରିବେ ନାହିଁ। ଯଦି ଆପଣଙ୍କୁ ଲାଗୁଛି ଆଉ କୌଣସି ୱେ ନାହିଁ, ଯୀଶୁ କହିଲେ ଆମ୍ଭେ ପଥ ଉଠାଅ। ଯଦି ଆପଣ କାନ୍ଦି 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 ସମୟ କ୍ଷେପଣ କରୁଛନ୍ତି, ଆମ୍ଭମାନଙ୍କ ପରମେଶ୍ୱର ତାଙ୍କ ଲୋକମାନଙ୍କର ଅଶ୍ରୁକୁ ପାତ୍ରରେ ସଞ୍ଚୟ କରିବା ଈଶ୍ୱର ଅଟନ୍ତି। ପ୍ରେଜ୍ ଦ ଲର୍ଡ। ଯଦି ଆପଣ ଘୋର ଅଭାବ ବଡ଼ ଦରିଦ୍ରାବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି, ଦାଉଦ କହିଲେ ସଦାପ୍ରଭୁ ମୋର ପ୍ରତିପାଳକ। ହାଲେଲୁୟା। ଯଦି ଆପଣଙ୍କୁ ଲାଗୁଛି କେମିତି ହେବ, କୁଆଡ଼େ ଯିବି, କାହା ପାଖକୁ ଯିବି, କିଏ ମୋର ଆବଶ୍ୟକ ଯୋଗାଇବ, ଅବ୍ରାହ୍ମଙ୍କ ପରମେଶ୍ୱର ଯେହୋଭା ସିରି ଆଜି ମଧ୍ୟ ସେ ଜୀବିତ। ଯଦି କୌଣସି ରୋଗ ବ୍ୟାଧିରେ ଆପଣ ଗତି କରୁଛନ୍ତି, ଯେହୋଭା ରାଫା ହିଲର ସେ ଆଜି ମଧ୍ୟ ଜୀବିତ ଅଛନ୍ତି, ସେ ନିଶ୍ଚୟ ସୁସ୍ଥତା ଆମକୁ ପ୍ରଦାନ କରିବେ। ଯଦି ଆପଣ କହୁଛନ୍ତି ଷ୍ଟିଫେନ୍ ଭାଇ ଜୀବନରେ ଶାନ୍ତି ନାହିଁ, ମୁଁ ବହୁତ ଦୁଃଖରେ ଜୀବନ କାଟୁଛି, କ'ଣ ମତେ କିଏ ଶାନ୍ତି ଦେବ, ମୁଁ କହିବା ପାଇଁ ଚାହେଁ ଯେହୋଭା ଶାଲୋମ୍ ଆଜି ଆମ୍ଭମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ସେ ଶାନ୍ତିର କର୍ତ୍ତା ଅଟନ୍ତି, ସେ ଆମକୁ ଶାନ୍ତି ଦେବେ। ଆମ ସରକାରଙ୍କ କର୍ମ କାର୍ଯ୍ୟ ପରିସରରେ ତାଙ୍କର ଅଫିସରେ ଶହ ଶହ ପୁସ୍ତକର ଆବଶ୍ୟକତା ନାହିଁ, ମାତ୍ର ଗୋଟିଏ ପୁସ୍ତକ। ପ୍ରେଜ୍ ଦ ଲର୍ଡ। କ'ଣ ସେ ପୁସ୍ତକ? ଆଜ୍ଞା ଗୀତ ଉଚ୍ଚ ସ୍ୱରରେ କୁହନ୍ତୁ ଆଜ୍ଞା, ଜୋରସେ। କି ପୁସ୍ତକ? ଜୀବନ ପୁସ୍ତକ। ଏ ପ୍ରଭୁ ଆଉ ଟିକେ ଟାୱାର ଜଳାନ୍ତୁ। ଆମ ସରକାର କେଉଁ ପୁସ୍ତକ ଦ୍ୱାରା ସବୁ ପରିଚାଳନା କରନ୍ତି? ବାଇବଲ। ପ୍ରଭୁଙ୍କ ଲୋକମାନେ ଆମ ସରକାରଙ୍କ ପାଖରେ ଲ୍ୟାପଟପର ଆବଶ୍ୟକ ନାହିଁ, ମୋବାଇଲର ଆବଶ୍ୟକ ନାହିଁ, କମ୍ପ୍ୟୁଟର ଆବଶ୍ୟକ ନାହିଁ, ଇଞ୍ଜିନିୟର ଆବଶ୍ୟକ ନାହିଁ, ଡାକ୍ତର ଆବଶ୍ୟକ ନାହିଁ, ସାଇଣ୍ଟିଷ୍ଟ ଆବଶ୍ୟକ ନାହିଁ। ଗୋଟିଏ ବାକ୍ୟ, ଗୋଟିଏ ବହି ଯଥେଷ୍ଟ ସମଗ୍ର ବିଶ୍ୱକୁ ପରିଚାଳନା କରିବା ପାଇଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ପରମେଶ୍ୱର ତାଙ୍କ ବାକ୍ୟକୁ ଏତେ ଭଲ ପାଇଲେ, ଏତେ ପ୍ରେମ କଲେ ଯେ ନିଜକୁ ମଧ୍ୟ ବାକ୍ୟ ଠାରୁ ଶ୍ରେଷ୍ଠ ବୋଲି ମନେ କରିବାକୁ ଚାହିଁଲେ ନାହିଁ। କୋଉଠି ଲେଖା ଅଛି? 138 2। ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମର ଭୋଜନ କରିବି, ପୁଣି ତୁମର ସ୍ନେହପୂର୍ଣ୍ଣ କରୁଣା ଓ ତୁମର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କ ସବୁ ନାମ
ଠାରୁ କଣ ସର୍ବୋତ୍କୃଷ୍ଟ ଅଟେ? ଈଶ୍ୱରଙ୍କ ବାକ୍ୟ। Praise the Lord. ଈଶ୍ୱରଙ୍କ ବାକ୍ୟର ଶକ୍ତି ତାଙ୍କ ସହିତ ଆପଣ କୌଣସି ଶକ୍ତିକୁ ସମାନ କରିପାରିବେ ନାହିଁ। ଏହା ଗୋଟେ କୁଳାଙ୍ଗର ପାପୀକୁ ସାଧୁରେ ପରିଣତ କରିପାରିବ। ସେଇ ଶକ୍ତି ଈଶ୍ୱରଙ୍କ ବାକ୍ୟରେ ଅଛି। ଏହା ଏକ ଅଧାର୍ମିକକୁ ଧାର୍ମିକରେ ପରିଣତ କରିପାରିବ। ଏହା ଏକ ନିର୍ବୋଧକୁ ବୋଧ ଦେଇପାରିବ। ଏକ ରୋଗୀକୁ ସୁସ୍ଥତା ଦେଇପାରିବ। এই শক্তি সাহিত্য বহিরে ଅଛି ଅଛି କି? ଗଣିତ ବହିରେ, ଇତିହାସରେ ନା ଭୂଗୋଳରେ? ଓ ସରକାର କହିପାରିବ ଆଜ୍ଞା ଆମେ ଏମିତି ଗୋଟେ ବହି ନିର୍ମାଣ କରିଛୁ, ପ୍ରସ୍ତୁତ କରିଛୁ, ଏଇ ବହି ପଢିଲେ ଆପଣଙ୍କର ସବୁ ପରିବର୍ତ୍ତନ ହେଇଯିବ, କହିପାରିବେ? ନାଇଁ, ଆମ ସରକାର କହିପାରିବେ। ଯେହେତୁ ସେ ନିଜ ନାମ ଠାରୁ ମଧ୍ୟ ଏହାକୁ ବହୁତ ପ୍ରାୟୋରିଟି ଦେଇଛନ୍ତି, ମହତ୍ କରିଛନ୍ତି। ପ୍ରଭୁଙ୍କ ଲୋକମାନେ, ଆମ ମାଲିକଙ୍କ ପରି ବିଶ୍ୱରେ କେହି ମଧ୍ୟ ନାହାନ୍ତି। ତାଙ୍କ ଗୁଣ ସମଜି ଟିକେ ଯଦି ଆମେ ଆଲୋକପାତ କରିବା, ତାଙ୍କ ମହାନତା, ଆମ ପରମେଶ୍ୱରଙ୍କ ମହାନତା ଆଶ୍ଚର୍ଯ୍ୟଜନକ ଅଟେ। କେବେ ଟିକେ ଈଶ୍ୱରଙ୍କ ସମ୍ବନ୍ଧରେ ଚିନ୍ତା କରିବେ। ଆମର ଯାହା ଟପିକ୍ ଅଛି, ଇଭିନିଂ ଟପିକ୍, ଆମେ ସେଥିରେ ହାଲକା ଫୁଲକା ଦେଖିବା ପାଇଁ ଚେଷ୍ଟା କରିବା। ତାଙ୍କ ଦୟା ଅପରିମେୟ ଅଟେ, ତାଙ୍କ କରୁଣା ଅନନ୍ତ କାଳସ୍ଥାୟୀ ଅଟେ, ତାଙ୍କ ପ୍ରେମ ବୋଧର ଅଗମ୍ୟ ଅଟେ। କିପରି ପ୍ରେମ ଅଟେ ଈଶ୍ୱରଙ୍କ ପ୍ରେମ? ବୋଧର ମାନେ କଣ? ସରଳ ଭାଷାରେ କଣ? ବୁଝା ପଡ଼ିବ ନାହିଁ। ସାଲମ ସାର୍ ଟିକେ ଆସିଲେ ତ। ଈଶ୍ୱରଙ୍କ ପ୍ରେମ କେମିତି? ଜୋରସେ, ଈଶ୍ୱରଙ୍କ ପ୍ରେମ ବୋଧର ଅଗମ୍ୟ, ମାନେ ସରଳ ଭାଷାରେ ବୁଝା ପଡ଼ିବ ନାହିଁ। ସାଲମ ସାର୍ ଅଛନ୍ତି ଆଉ ମୁଁ ଅଛି। ସାଲମ ସାର୍ଙ୍କୁ ମୁଁ କହୁଛି ମୁଁ ଆପଣଙ୍କୁ ପ୍ରେମ ବହୁତ କରୁଛି ବୋଲି, କିନ୍ତୁ ଏହା କେବଳ ମୁଖରେ କହୁଛି, ମୋର କାର୍ଯ୍ୟରେ ତାହା ଦେଖାଯାଉ ନାହିଁ। ମୁଁ ତାଙ୍କୁ ପ୍ରେମ କରୁଛି ବୋଲି କହୁଛି, କିନ୍ତୁ ଯାହା ସେ ପସନ୍ଦ କରନ୍ତି ନାହିଁ, ପ୍ରତିଦିନ ଜାଣି ଜାଣି ମୁଁ ତାଙ୍କ ପ୍ରତି ସେ କାମ କରୁଛି। ଆଚ୍ଛା, ଆଜି କେତେ ତାରିଖ? 14। ଟିକେ ମାଇକ୍ ଗୋଟେ ଟିକେ ସାରଙ୍କ ପାଇଁ ତାଳି ଦେବି। ହଉ, ହାଲେଲୁୟା। 14 ତାରିଖରେ ମନେକର ମୁଁ ସାରଙ୍କୁ କିଛି ଗୋଟେ କହିଦେଲି, ଯାହା କହିବା କଥା ନଥିଲା, ପାଥିଲା ପରି କଥା କହିଦେଲି। ଆପଣ ଟିକେ ଭାବିବେ ନା ନାହିଁ, ଆରେ ଷ୍ଟିଫେନ୍ ଭାଇ କ'ଣ ମୋତେ ଏମିତି ବ୍ୟବହାର କଲେ? ଭାବିବେ ନା ନାହିଁ? ନିଶ୍ଚୟ ଭାବିବେ। ଆଚ୍ଛା, ମୁଁ ଆସିବି ସନ୍ଧ୍ୟା ବେଳାରେ ଆପଣଙ୍କୁ କ୍ଷମା ମାଗିବି, ଦେବେ ନା ନାହିଁ? ଦେବେ? ଥ୍ୟାଙ୍କ ୟୁ। ଆଚ୍ଛା, କୋଉ ତାରିଖରେ କଲି ମୁଁ ଏଇଟା? 14। ଧ୍ୟାନ ଦେବେ। 15 ତାରିଖରେ ମଧ୍ୟ କ'ଣ କି ଗୋଟେ କହିଥିଲି ଯାହା ମୁଁ ତାଙ୍କୁ କହିବା କଥା ନଥିଲା। ବୁଝୁଛନ୍ତି? 14ରେ ମଧ୍ୟ କଲି ଆଉ 15ରେ ମଧ୍ୟ କଲି। ଏବେ ମୁଁ ତାଙ୍କୁ ମୁହଁ ଦେଖେଇଲା ପରେ ରହିବି ତ? ଆଜ୍ଞା, ଆପଣଙ୍କ ମାଇଣ୍ଡକୁ ଏବେ ଟିକେ ଗଡ଼ବଡ଼ ଆସିବ କି ନାହିଁ? ଟିକେ ଜୋରସେ ଆସିବ, ନିଶ୍ଚୟ ଆସିବ। କାଲି ଛାଡ଼, ଯାହା ହେଲା ନହେଲା, ହଠାତ୍ ସେ କହିଦେଲେ, ଆଜି ପୁଣି ସେମ୍ ବିଷୟ ଦହରାଇଛନ୍ତି, ପୁଣି ପଳେଇ ଆସୁଛନ୍ତି କ୍ଷମା ମାଗିବା ପାଇଁ। ଭାବିବେ ନା ନାହିଁ? ଭାବିବେ। ମନେକର 16 ତାରିଖରେ ମଧ୍ୟ ମୁଁ ତାଙ୍କୁ କରିଦେଇଛି କ'ଣ ଗୋଟେ, ଆଉ ଯାହା ତାଙ୍କୁ ପସନ୍ଦ ନାହିଁ। ମତେ କୁହନ୍ତୁ ସାଲେମ ସାର୍, ମୁଁ ମୁହଁ ଦେଖେଇ ପାରିବି ନାହିଁ? ବୁଝିପାରିଲେ? ମୁହଁ ଦେଖେଇ ହେବ? ମତେ କୁହନ୍ତୁ, ପ୍ରତିଦିନ ଆମ୍ଭେମାନେ ଜାଣି ଜାଣି ପରମେଶ୍ୱରଙ୍କୁ, ଯୀଶୁଙ୍କୁ ଦୁଃଖ ଦେଉଛୁ ନା ନାହିଁ? ଉତ୍ତର
देखिए जोर से रागिबा पाप जानिछु ना नहीं रागुछु ना नहीं मिछ कहबा पाप जानिछु ना नहीं मिछ कहूछु ना नहीं लाइन मारिबा भलो नहीं जानिछु ना नहीं डाण जाको बुलु थाउछु ना नहीं ढेबा ढेबा आखि करी ईश्वर को प्रेम बोधर गम्यते तांतु धन्यवाद जानी जानी पाप कला करे मध्य क्षमा मांगिले always ready to forgive us सबुबेले हमको ग्रहण करिबा ପାଇଁ ଅଛନ୍ତି ମୁଁ କିଛି ଭଲ ପୁଅ ଝିଅମାନଙ୍କୁ ଜାଣିଛି ପର୍ସନାଲି ଜାଣିଛି ଶୁଣନ୍ତୁ ଆପଣମାନଙ୍କ ମଧ୍ୟରୁ ମଧ୍ୟ ସେମିତି ଥିବେ ଶୁଣନ୍ତୁ ଭଲ ବାହାରେ ବାପରେ ବାପରେ ଆପଣ ଜମା ପାରିପାରିବେନି ସେ ଖରାପ ହେଇଥିବ ବୋଲି पर्सनाली मिसंती आउ कहती आज्ञा कौन करी मोर माइंड काम करू नहीं पोर्नोग्राफी मु छाड़ी पारू नहीं भलो गीत बोलती भलो बाजा मारती दरकार पड़ले अन्य को शिक्षा भी दियंती मंडल आगो धाड़ी रे रहंती एट द सेम टाइम पोर्नोग्राफी रे मध्य आगो धाड़ी रे थांती बुझा पड़ुची जदि आपको लगुच मोर जीवन सेपरी अच्छी मत प्रभु केवे क्षमा देवे ना कहवाई चाहे हृदय जो वेदना अच्छी पापर संघर्ष टे हृदय कहतु प्रभु प्लीज प्रभु मत शक्ति दियो प्रभु शक्ति जदि पाइबे ना आपण केते व्याकुल हेले मध्य सेथुर विजय पाई परिबा नाही एतिबे तांको स्पेशल शक्ति आंटू भांगी उपवास रही आपण को पाइबा को पड़िबो अनेक भलो भाबरे जाने छै संडे मीटिंग छाड़िबे नहीं सभा छाड़िबे नहीं मीटिंग छाड़िबे नहीं आ बड़ इंटरेस्टिंग कथा बाइबल मध्य पढुथिबे डेली प्रार्थना मध्य डेली करुथिबे राति रे पाप मध्य करुथिबे आपण मानको स्पष्ट करूची आपण जेते हरकत करूछंती लुचि लुचि करूछंती वॉशरूम रे करूछंती प्रभु सब जानिछंती देखुछंती तथापि शुणु ध्यान रे भाई बड़े माने तथापि आपण जेपरि विनष्ट न हेबे एथि पय आज सुजोग दैछंती कहले तांको प्रेम बोधर अगम्य अटे जाने जाने पुणी मु आपन को दुख देबी आपण मते देखिबा पय चाहिबे कि केबे कथा बड़ जाने के थाओ मते अनेबा पय चाहिबे मोडी कथा बा पय चाहिबे मोर रोग सुनिबा को चाहिबे आम परमेश्वर भिन्न अटंती आश्चर्य अटंती ताहांको प्रेम बोधर अगम्यते ताहांको अनुग्रह सर्वदा आम प्रति रहिछि सर्वदा आम प्रति रहिछि ताहांको राज्य केबे शेष होय नाही सेही आरंभ अटंती सेही शेष अटंती केवल सेही अद्वितीय प्रति ताहांको समाओ केहि नाहंती स्वर्ग तांकर पृथ्वी कार पृथ्वी असंख्य नक्षत्र गण कहारोटे टिके से तारा विषय देखिबा तो 147 गीत संगीत कार कोले 147 परंतु 3 से भग्नान्तकरण मानको सुस्थ करती ओ सेमानको क्षत सब बान से तारागणर संख्या करती से समस्त को सेमानको नाम दियंती तारागणर को किए गणी पारंती आइंस्टाइन तार बपार दिन गणी थिबो तारा को That is the mighty power of our living God. से किछि भी करि पारिबा सालम से वर्शिप टाइम रे बोथले से आम इमेजिनेशन बाहर आम कल्पना जल्पना रे से बाहर उठंती आउ थरे जोर से पढिबे जे कोन उच्च स्वर रे से तारागणर संख्या करती तारागण को से नंबरिंग करंती अर्थात केमिति गणथिबे
এটা 1 নম্বর ফ্যান, এটা 2 নম্বর, সেটা 3, সেটা 4, সেটা 5, সেটা 6, এটা 7, 8, 9, 10, 10, 20, 100, 200, 1000, 2 কোটি, 3 কোটি, 1000 কোটি, 10 লক্ষ, 1000 কোটি। Can you imagine it? কি প্রভু আজ্ঞা, তারা কুদমে গড়ি পারছ। সেম কথা পরমেশ্বর অব্রাহমକୁ କହିଲେ। ମୁଁ ତାହା କହିବି ସନ୍ଧ୍ୟାରେ ଯଦି ପ୍ରଭୁ ସୁଯୋଗ ଦେବେ, ଆଉ ଟାଇମ୍ ନାହିଁ, ସରିଗଲାଣି। ତା ତଳ ଲାଇନ୍ଟା କ'ଣ ଲେଖା ଅଛି? ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ଓ ମାଇ ଗଡ୍, ଆଉ ଟିକେ ଜୋରସେ। ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। କାହାର ନାଁ ଦଉଛନ୍ତି? କି କଥା! ତାରା ଗଣକୁ ତୁମେ ନାଁ ଦଉଛ? এটা ব্লেসিং আজ্ঞা, সেটা গ্রেস আজ্ঞা, সেটা আশীর্বাদ আজ্ঞা, এটা ইসরায়েল আজ্ঞা, সেটা নামান আজ্ঞা, সেটা জিহুদা আজ্ঞା, এটা অব্রাম আজ্ঞା। ଲୋକକୁ ନାଁ ଦେଲେ ଟିକେ ବୁଝା ପଡୁଛି, ଚାଲ ଏମାନଙ୍କୁ ନାଁ ଟିକେ ଦେଇ ହୁଏ। କାହାକୁ ନାଁ ଦଉଛନ୍ତି? ତାରା ଗଣକୁ। ଆମର ସରକାର କେମିତି ସରକାର ଆଜ୍ଞା, ବୁଝି ହେବ ନାହିଁ। ସେ ଆମ ମାଇଣ୍ଡ ଭିତରେ ପଶି ପାରିବେ ନାହିଁ। ତାଙ୍କ ବୁଦ୍ଧି ଅନୁସନ୍ଧେୟ ଅଟେ, ଅନସର୍ଚେବଲ। ଆପଣ ଖୋଜି ପାରିବେ ନାହିଁ, ପାଇ ପାରିବେ ନାହିଁ। ଏପରି ଅଦ୍ଭୁତ ପରମେଶ୍ୱର ଅଟନ୍ତି। ସକଳ ମହା ଜଳ ରାଶି କାହାର ଅଟେ? ସମୁଦ୍ର ସରକାରର କି? କାହାର? କୋଉଠିକି? ଆମ ବାପାଙ୍କର ଅଛି। ଏସବୁ ସମୁଦ୍ର କାହାର? ଏସବୁ ନଦୀ କାହାର? ଏସବୁ ବଣ କାହାର? ଆଚ୍ଛା, ତମେ ଆମ ବାପାର ତିଆରି କରିଥିବା ଗଛର ପତ୍ର ନେବ, ଚୋପା ନେବ, ଡାଳ ନେବ, ସେଠି ତକୁ ଆକାର ଡା, ବୁକୁ ଆକାର ବୁ। What is this? ଡାବୁ ବନେଇବ, ଆଉ ଆମର ବାପାକୁ ଚିହ୍ନିବ ନାହିଁ ତମେ। ଗଛ କାରଟା? କୁହ ମତେ, ଏ ଗଛ କାରଟା? ହଉ ବାବୁ, ଡାବୁ ନେଇ ବନେଇ ଦଉଛ। କାହାର ଗଛ? ଆମର ବାପାର ଗଛ। ଆମର ବାପାର ଗଛର ପତ୍ର ନେବ, ଆମର ବାପାର ଗଛର ଛାଲ ନେବ, ଆଉ ପଇସା ବନେଇବ, ଆଉ ଶୁଖିଲା ଫୁଟାଣି ମାରିବ କି? ବୁଝା ପଡୁଛି? ଏ ଜଗତ ଯାକର ସୁନା କାରଟା? କୁହ, କାରଟା? ବୁଝା ପଡୁଛି? ଏ ଜଗତ ଯାକର ହୀରା କାର, ରୂପା କାର, ମୋତି କାର, ମାଣିକ୍ୟ କାର, ବୈଦୁର୍ଯ୍ୟମଣି କାର, କାର ମୁକ୍ତା କାର? ଏ ଜଗତ ଯାକର ସମ୍ପତ୍ତି କାର? ଏ ଜଗତର ମାଲିକ କିଏ? ହାଲେଲୁୟା। ଏକ ବ୍ୟକ୍ତି ଯଦି ବୁଝିଯିବ ଈଶ୍ୱରଙ୍କ ସେବା କାର୍ଯ୍ୟ ଠାରୁ ମହାନ ସେବା କାର୍ଯ୍ୟ, ମହାନ କାର୍ଯ୍ୟ କିଛି ନାହିଁ, ତାହାଠାରୁ ଧନ୍ୟ ବ୍ୟକ୍ତି କେହି ନାହାନ୍ତି। Praise the Lord. Hallelujah. ଆପଣ ଯାହା ବି ଦେଖୁଛନ୍ତି ସେଟା କାହାର? ସୂର୍ଯ୍ୟ କାହାର? ମୋ ବାପା ଯଦି କହିବେ ଏ ସୂର୍ଯ୍ୟ ତୁନି ପଡ଼ିଥା ଗୋଟେ ମାସେ, ପାଇପ୍ ଶେଷ ମାସେ ଯଦି ସୂର୍ଯ୍ୟ ଗୁଡ୍ ମର୍ଣ୍ଣିଂ ସାର୍ ବୋଲି କହିବେ ନାହିଁ ଆମକୁ, ବୋଲେ ରହିବ କି? ଏ ଚନ୍ଦ୍ରମା ଦିଦି ଯଦି ରାତିରେ ଉଠିବେ ନାହିଁ ବୋଲି କହିଲେ କେମିତି ହେବ? ପ୍ରଭୁଙ୍କୁ ଟିକେ ବୁଝନ୍ତୁ। ବାୟୁ କାହାଟା ଆଜ୍ଞା? ଅମ୍ଳଜାନ ଆମର ବାପା। Praise the Lord. ପ୍ରଭୁଙ୍କ ଲୋକମାନେ understand, ଟିକେ ବୁଝନ୍ତୁ। ଈଶ୍ୱରଙ୍କ ସେବା କାର୍ଯ୍ୟ ସବୁଠାରୁ ସର୍ବୋତ୍କୃଷ୍ଟ ଅଟେ। ଏଥିପାଇଁ ତାଙ୍କ ପାଖରେ ତାଙ୍କ ଶକ୍ତି ସହିତ ଆଉ କାହାର ତୁଳନା ନାହିଁ। You cannot compare. ଆପଣ ତୁଳନା କରିପାରିବେ ନାହିଁ। Praise the Lord. Hallelujah. Hallelujah. ଯାହା ସବୁ ସୃଷ୍ଟି ହୋଇଛି ଧରା ପୃଷ୍ଠରେ ଅଛି, କିଏ କରିଛନ୍ତି? ଜୋରସେ ନା ମୁଁ କହିଲା ପରେ କୁହନ୍ତୁ, କିଏ କରିଛନ୍ତି? Praise the Lord. Hallelujah. ମାଲିକ ଶବ୍ଦର ଯଦି କେହି ଯୋଗ୍ୟ ଅଟନ୍ତି, ସେ କିଏ? ଆମର ବାପା ବୋଲି କୋଉଠିକି ହକରେ କୁହ, କିଏ? ଆମର ସେ ଏକମାତ୍ର ବାଦଶାହ ଅଟନ୍ତି। ତାଙ୍କ ବୁଦ୍ଧି ଅନୁସନ୍ଧେୟ ଅଟେ, ସେ ଜ୍ଞାନର ସାଗର ଅଟନ୍ତି। ସେ କାହାରି ସାହାଯ୍ୟ ମଗାମଗି ଲେଦୁ କାହାକୁ ମାଗନ୍ତି ନାହିଁ ସାହାଯ୍ୟ। ସେ
आम सरकार आज्ञा पैसा टिके दियो आज्ञा आज्ञा आलू टिके पठेई दियो आज्ञा आज्ञा टमाटर रेट कमे दियो आज्ञा आज्ञा अदा टिके पठेई दियो आज्ञा आमर सरकार से अदा को मध्य तैयारी करिवे से टमाटर मध्य तांगोटा से गछ तांगोटा से जमी तांगोटा से पवन तांगोटा से सूर्य नबाले टमाटर बनाए सूर्य काटा बाबा हालेलुया प्रेज द लॉर्ड से कहानी हेल्प मागते नाही एवरी गोटिए भी विषय नाही जा समुद्र से अज्ञ अटंती आपण को लागुची प्रभु के भी कहिबे एटा मते बुझा पड़िला नाही केबे कहिबे असंभव अटे प्रभु को लोक माने तुमे एमिति काहे की करिलो बोली आम परमेश्वर को कार निश भारी छी कहिबा पई हालेलुया से तारा गुण को नाम दियंती समुद्र रो सीमा निरूपण करंती बड़ा इंटरेस्टिंग कथा कोन कहली समुद्र रो अच्छा समुद्र रो गोटे सीमा अछि प्रभु समुद्र सृष्टि करला बरी कहथिबे ए बाबू समुद्र आज्ञा सर बोलथिबो समुद्र देखि बड़ मजा रिलेशन प्रभु कर आपण माने जानंती परमेश्वर कहा सहित मद कथा होती डू यू रियली बिलीव इट देखो ऊपर मन को हो नहीं हां सତରେ विश्वास करंती आम प्रभु कहा सहित मद कथा होती सତରେ विश्वास करंती ठीक देखिबा बाइबल रो ना पढेबा सारी की थैंक यू आपण मान को धन्यवाद सत होछ बोले भाबु छी हां मार्क 4 ठीक जेबा 4 रो पढो 37 रो जल्दी पढो ସେଥିରେ ଆଉ ପ୍ରବଳ ତୋଫାନ ହେଲା ତରତର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ସେତେବେଳେ ସେ ନୌକାର ପଛ ବଙ୍ଗଳେ ବୁକୁଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ ଓକେ ଆଉ ସେମାନେ ତାହାକୁ ଉଠାଇ କହିଲେ ହେ ଗୁରୁ ଆମେ ମଲୁ ଆପଣଙ୍କର କଣ ଚିନ୍ତା ନାହିଁ ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ एक मिनट काकु धमक देले ପବନକୁ हालेलुया हेले पवन सहित हमर बापा कथा हेले कि नाय अब लाज अछि पवन पुत्र बनुछ बुद्धिमत मन अरे हमर बापा पवन सहित कथा होती भाई एड़े फटा कपाल के आगे माने ताको मापुडू बोलुछथि प्रेज द लॉर्ड हालेलुया पवन को कोन देले भौणी जोर से ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ର पवन को धमक दर माने केंदी देथिबे ए पवन को की मान लो बाबा सॉरी प्रभु छोर प्रभु पूरी प्रभु आ गिव हिम द टेम्पल हेवी नाइ प्रभु बोलिथिबो के पवन प्रेज द लॉर्ड हेले घरे मन कर दुईटा पुओ थिबे बाबू और सानो झियो थिबे ए झियो मन कर टिके डिस्टर्ब करले मां गाड़ी में लगे बाबू किंतु होथिबो हो तते आउरी हो भलरे हो ए समुद्र सेमति होचे केमति होचे पवन में देखि भलो तते हो बेसी टेम्पर होतलो बोइला को समुद्र को कोन कहले तूनी हो चुप कर समुद्र को कहले तूनी हो बेसी हेलुनी बोलू समुद्र केमति हैला थरो ସେଥିରେ ପବନ ବନ୍ଦ ହେଲା ସବୁ ଧୀର ସ୍ଥିର ହେଲେ ମତେ को ଆମର ସରକାର पवन सहित कथा हेई पारंती ना नाई समुद्र सहित कथा हेई पारंती ना नाई परमेश्वर समुद्र रो सीमा निरूपण करिसंती आ सीमा भितरे तू रहिबो बोली ताको आदेश देइसंती मने करो हमर की सागर अछि आज्ञा बरमपुर रे पुरी रे बंगोपसागर ए बंगोपसागर पूरी बेड़ा भूमि मन कर ऑर्डर करबो सुनो बालीगुड़ा रो भाई बने माने मते टिके इच्छा लागलानी यूथ मीटिंग में मते टिके आसबी आमे सब रही परबा एठी रही परबा मानिबा को पड़िबो ए सब प्रकृति हम महामहिमंकर कथा को मानंती Praise the Lord. Hallelujah. समुद्र रो सीमा से निरूपण करंती सूर्य को रोकंती पृथ्वी को झुलांती तो केते साइंस पढ़वा कथा पढुथा थांती होता सिंठी हम पृथ्वी कोठी अछि के तो कोठु कोठी शून्य
होची चुलुची तो केते मैथमेटिक्स करे केते विज्ञान करे केते बाइगण करे कि टमाटो करे घाटी होता के करिछि सेटा आमर बापा कोरापुरे थिले कहिदाने आमर बुआ करिछि हालेलुया प्रभु को लोकमाने पृथ्वी को छुलाई छथि एमाने वैज्ञानिक माने घाटी हे जाउ छथि एटा केमति झुलुछि बोलते म खाली घाटी एका सरी जिवो किछि जानि पारो नाही प्रेज द लॉर्ड हालेलुया पर्वत गणको से कंपांति पड़े पदपर्व सब अच्छी मु कहूने समय अभाव असंख्य जीव जंतु को आहार किए दियंती आज्ञा आम प्रभु दियंती आम मालिक दियंती शेष रे आम मालिक आम परमेश्वर आम सरकार वर्णनार बाहर अटंती ताको आपण वर्णना करि पारिबे नाही तांको दया अवर्णनीय अटे तांको करुणा अवर्णनीय अटे तांको प्रेम अवर्णनीय अटे तांको शक्ति अवर्णनीय अटे आ गोटे विषय केबे किछि मोर माइंड काम करू नाही मते बहुत सहाय्य करतो आकार रे साइज रे आमे बडना सूर्य बड साइज रे हां जोर से सूर्य बड आकार रे आमे बडना तारा बड अच्छा समुद्र बड़ ना आमे बड़ साइज रे गछ बड़ ना आमे बड़ नदी बड़ ना आमे बड़ पर्वत ना आमे अच्छा ए पर्वत ए नदी ए समुद्र ए सूर्य ए चंद्र ए तारा आम हिसाब रे लक्ष लक्ष कोटि कोण साइज रे बड़ सेमान को प्रभु केमिति तयारी करले कलम गोटे नेले स्केच गोटे नेले ड्राइंग पेपर नेले सूर्य रंग टिके लेपि देवा रंग एमती बोले कि नहीं सूर्य है बोलो भुस्से की सूर्य हिची चंद्र है बोलो चंद्र तारागण है बोलो तारागण नक्षत्र गण आ समुद्र महाजल राशि नदी गच्छ लता पवन पर्वत पहाड़ सब one word one बनार में मोर बाबा one word कथा मात्र के वाक्य मात्र के हिची हमको केमती बोले आदम हेउलु आदम हला की हां ना हमको केमती बोले ऊपर आसले तळको आसी धूली को साउंटिले धूली माटी को गोदा करले पानी टिके पकेइले तापरे चकटिले पकोड़ी चुना चकटिला परे चकटिले तापरे मुंडोर आरंभ करले टिके टिके सेप देले तापरे नाको तापरे आखी तापरे कान तापरे ओठ तापरे बेक देह बड़ आ पाद सब गोटिए गोटिए करी आकार दे हमको बनेले काहे प्रभु को आमे केबे बुझी पारिबा नाही ताही हालेलुया ताही रो अर्थ होची से हमको एते प्रेम करंती एते भलो पांती हमको कथा मात्र के तयारी करि पारे थाते ना नाही करि पारे थाते एथि भाई मको हे परमेश्वर रो प्रेम बुझी हुए नाही एते बड़ बड़ विषय को तुमे आज्ञा मात्र के करिछो हमको हाथ रे पड़िछो Praise the Lord. प्रभु को लोक माने मन रखंतु मो गोटे मुख्य विषय कहिबे बोले भाबुथिली किंतु मो केतरा जे समय ने भी मते जणा भी पडु नै मो भाबुची होय तो ए सारी बात कथा कि कोन जे अनुमति देबे तो मो निश्चय कहिबे जे अनुमति देबे नै ए सारी भी या को टिके सारी दे जदि जो माने मने करूछंती द्वंद्व रे अछंती What must I do in my life? कौन मते करिबा दरकार जीवन रे चाकरी ना सेवा कार्य प्रभु को काम ना जगतर काम हेवनली गवर्नमेंट ना अर्थली गवर्नमेंट केउ सरकार रो अंडर रे मते काम करिबा दरकार आज मु आपण मानकु सूक्ष्म भाव रे बुझेबा पई चेष्टा करली आमो सरकार कोठारु आ बड़ केहि नाहंती आम सरकार जहा करि पारिबे आ केहि ताहा करि पारिबे नाही आम सरकार रो सब विषय सर्वोत्कृष्ट अटे सब विषय रियल अटे सब विषय सर्वोत्तम अटे आ तांको पाखरे ही मनुष्यर सब समस्यार समाधान अछि
Praise the Lord. Hallelujah. ଆପଣ ମାନେ ଚିନ୍ତା କରନ୍ତୁ ପୃଥିବୀ ତାଙ୍କର ବିଶ୍ୱ ତାଙ୍କର ଯାହା ଏକ ବ୍ୟକ୍ତି ଦେଖୁଛି ସବୁ ତାଙ୍କର ସେହି ସରକାରର ତଳେ ଆପଣ ରହିବା ପାଇଁ ଚାହୁଁଛନ୍ତି ନା ଯେଉଁ ସରକାରର ଆୟୁ ବୟସ କାଳ ସବୁ ଶୀଘ୍ର ସରିଯିବ ସେହି ସରକାର ଅଣ୍ଡରରେ କାମ କରିବା ପାଇଁ ଚାହୁଁଛନ୍ତି ଡିସାଇଡ୍ ଆପଣମାନଙ୍କର Praise the Lord. Hallelujah. ପ୍ରଶ୍ନ ଗୋଟେ ଆଜ୍ଞା ମୁଁ ମଧ୍ୟ ତାଙ୍କ କାର୍ଯ୍ୟ କରିବା ପାଇଁ ଚାହୁଁଛି ମୁଁ ମଧ୍ୟ ତାଙ୍କ ସେବା କରିବା ପାଇଁ ଚାହୁଁଛି ମୋତେ ଟିକେ ହେଲ୍ପ କରିବେ ଅର୍ଗାନାଇଜର ମୁଁ ଏଠାରେ ବନ୍ଦ କରିବି ନା ଆଗକୁ ବଢ଼ି ଯେହେତୁ ମୋ ଟପିକ୍ ଗୋଟେ ସରିଛି ନୂଆ ଟପିକ୍ ଅଛି ବହୁତ ଇମ୍ପୋର୍ଟାଣ୍ଟ ମୁଁ ପ୍ରଭୁଙ୍କ ସେବା କରିବା ପାଇଁ ଚାହୁଁଛି ତ ମୋତେ କ'ଣ କରିବାର ଅଛି ଏହା ବର୍ତ୍ତମାନ କହିବା ଉପରେ ଅଛି ଯଦି ମଧ୍ୟ ଅନୁମତି ଦେବେ ତେବେ କହିବି କିନ୍ତୁ ମୁଁ ଭାବୁଛି ଆମେ ଯଥେଷ୍ଟ ସମୟ ଲେଟ୍ କରିଦେଇଛୁ ବାକ୍ୟରେ ନାହିଁ ଆରମ୍ଭ ହେଉ ହେଉ ଇତ୍ୟାଦି କର୍ମ ହେଉ ହେଉ ଯଦି କହିବେ ମୁଁ ଆଗକୁ ପଢ଼ିବି ନଚେତ ଏଇଠି ସାରିବି ମୁଁ ହିଁ ଅର୍ଗାନାଇଜର ନା କେମିତି କନଫ୍ୟୁଜ୍ ହେଉଛି କ'ଣ ଦେଖନ୍ତୁ Hallelujah. Praise the Lord. ଆଜି ଆପଣମାନେ ଏଇ ଯାଇ କ'ଣ କ'ଣ ଶିଖିଲେ ଶୀଘ୍ର କୁହନ୍ତୁ ଗୋଟେ ପଏଣ୍ଟ ଭଉଣୀମାନେ ଗୋଟେ ପଏଣ୍ଟ ଭାଇମାନେ ଜଲ୍ଦି ଜଲ୍ଦି ମୁଁ ଟିକେ ଶୁଣିବା ପାଇଁ ଚାହୁଁଛି ଏଇ ଯାଇ ଆମେମାନେ କ'ଣ କ'ଣ ଶିଖିଲୁ ଶୀଘ୍ର ଶୀଘ୍ର କୁହନ୍ତୁ ଏବେ ଯାଇ ଆମେ କିଛି ଶିଖିଛୁ ନା ୱେଷ୍ଟ ହେଇଛି ଟାଇମ୍ ଆଚ୍ଛା କିଛି ତ ଶିଖିଛୁ ପ୍ରଥମେ ଭାଇ ନହେଲେ ଭଉଣୀ ଯିଏ ବେଶୀ କହିବ ସେ ଜିତିବ ୱାଓ ତାଳି ଟିକେ ହଉ ଭାଇଙ୍କ ପାଇଁ ବଢ଼ିଆ ବର୍ତ୍ତମାନ ଭଉଣୀମାନଙ୍କର ପାଳି ଭଉଣୀମାନଙ୍କ ପାଳି